ଚନ୍ଦ୍ରଗ୍ରହଣରେ ବିରାଟ ଚମତ୍କାର। ଗ୍ରହଣ ପରି ଦିନରେ ଘଟିଲା ବିରାଟ ଅଘଟଣ। ଜୀବନ ପାଇଲା ଆଜି ମରିଯାଇଥିବା ଶିଶୁ। ସବୁ ଲୋକ ଦେଖି ଆଶ୍ଚର୍ଯ୍ୟ। ଏତେ ବଡ଼ ଚମତ୍କାର କେମିତି ଘଟିଲା? ଘଟଣାଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତି କରନ୍ତି ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖି ଦିଅନ୍ତୁ। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବିଜିପୁର ଗାଁରେ ରମେଶ ସେଠୀ ରହୁଥିଲେ। ତାଙ୍କ ପରିବାର କହିଲେ ସ୍ତ୍ରୀ ସବିତା ସେଠୀଙ୍କ ଛଡ଼ା ତାଙ୍କର ଆଉ କେହି ନାହାନ୍ତି। ବାହାଘରର 7 ବର୍ଷ ବିତି ଯାଇଥିଲେ ମଧ୍ୟ କୋଳରେ ଗୋଟେ ସନ୍ତାନଟିଏ ନାହିଁ। ସେଇଥିପାଇଁ ସାହି ପଡ଼ିଶା ସବିତା ମ୍ୟାଡ଼ାମକୁ ଦେଖେଇ ସେଖେଇ ବହୁତ କଥା କହନ୍ତି। ସବିତା ମ୍ୟାଡ଼ାମ ଆଖିର ଲୁହକୁ ଓଠରେ ପିଇ ସବୁ ସହିଯାଆନ୍ତି। ରମେଶ ବାବୁ ପେଶାରେ ଜଣେ ଗୁଣିଆ। ଛୋଟ ମୋଟ ଗୁଣି ଗାରେଡ଼ି କରି ଯାହା ବି 2 ପଇସା ରୋଜଗାର କରନ୍ତି ସେଇଥିରେ ସ୍ୱାମୀ ସ୍ତ୍ରୀ ଚଳିଯାଆନ୍ତି। ଗୋଟେ ଦିନ ସବିତା ମ୍ୟାଡ଼ାମ ପିଲା ଛୁଆ ଚିନ୍ତାରେ ଘରର ଦୁଆରେ ବସିଥାନ୍ତି। ଠିକ୍ ସେତିକି ବେଳେ ଗୋଟେ ସିଦ୍ଧ ପୁରୁଷ ଭିକ୍ଷା ମାଗିବାକୁ ସବିତା ମ୍ୟାଡ଼ାମଙ୍କ ଘରକୁ ଆସି ପହଞ୍ଚିଲେ। ଆଉ ସବିତା ମ୍ୟାଡ଼ାମକୁ ଦେଖି ସିଦ୍ଧ ପୁରୁଷ ପଚାରିଲେ, ହେ ମା, କାହିଁକି ତୁ ଏମିତି ମନ ଦୁଃଖରେ ବସିଛୁ? ସବିତା ମ୍ୟାଡ଼ାମ ସିଦ୍ଧ ପୁରୁଷଙ୍କୁ ସବୁ କଥା କହିଲେ। ସିଦ୍ଧ ପୁରୁଷ ଶୁଣିସାରି ସବିତା ମ୍ୟାଡ଼ାମକୁ କହିଲେ, ଏଇ କଥା ଶୁଣେ, ମୁଁ ତତେ ଗୋଟେ ସିଦ୍ଧି ବିଷୟରେ କହୁଛି। ଆସନ୍ତା ଚନ୍ଦ୍ରଗ୍ରହଣ ଦିନ ତତେ ଗୋଟେ ବ୍ରତ କରିବାକୁ ପଡ଼ିବ। ଆଉ ତୁ ଯଦି ଏହି ବ୍ରତଟି ନିଷ୍ଠାର ସହ ସମ୍ପୂର୍ଣ୍ଣ କଲୁ ତାହେଲେ ସେଇ ଚନ୍ଦ୍ରଦେବ ତୋ କୋଳରେ ଗୋଟେ ସନ୍ତାନଟିଏ ଦେବେ। ସବିତା ମ୍ୟାଡ଼ାମ ସାଙ୍ଗେ ସାଙ୍ଗେ ରାଜି ହୋଇଗଲେ। ଆଉ ସିଦ୍ଧ ପୁରୁଷଙ୍କ ଠାରୁ ସବୁ ଶୁଣି ଚନ୍ଦ୍ରଗ୍ରହଣ ଦିନ ନିଷ୍ଠାର ସହ ବ୍ରତକୁ ସମ୍ପୂର୍ଣ୍ଣ କଲେ। ତା ପର ବର୍ଷ ଚନ୍ଦ୍ରଗ୍ରହଣ ପୂର୍ବ ଦିନ ସବିତା ମ୍ୟାଡ଼ାମଙ୍କ କୋଳରେ ଗୋଟେ ପୁତ୍ର ସନ୍ତାନ ପ୍ରାପ୍ତ ହେଲା। ପୁଅକୁ ପାଇ ସବିତା ମ୍ୟାଡ଼ାମ ଆଉ ରମେଶ ବାବୁଙ୍କ ଖୁସି କହିଲେ ନ ସରେ। ଚନ୍ଦ୍ରଗ୍ରହଣରେ ପୁଅକୁ ପାଇଥିବାରୁ ବାପା ମା ତା ନାଁ ରଖିଥିଲେ ଚନ୍ଦ୍ର। ପୁଅ ଚନ୍ଦ୍ର ଦେଖୁ ଦେଖୁ ଏବେ 7 ବର୍ଷର ହେଇଗଲାଣି। ଗାଁ ସ୍କୁଲରେ ସେ ପ୍ରଥମ ଶ୍ରେଣୀରେ ପଢ଼ିଲାଣି। ଏମିତି ହେମନ୍ତ ବାବୁଙ୍କ ପରିବାର ବେଶ ହସ ଖୁସିରେ ଚାଲୁଥାଏ। ହେମନ୍ତ ବାବୁ ବି ଜଣେ ବିଖ୍ୟାତ ଗୁଣିଆ ଭାବରେ ପରିଚିତ ହେଇଗଲେଣି। ଗୋଟେ ଦିନ ହେମନ୍ତ ବାବୁଙ୍କ ଗୁରୁ ତାଙ୍କୁ ଏକ ଭୟଙ୍କର ସିଦ୍ଧି ବିଷୟରେ କହିଲେ। ଯେଉଁ ସିଦ୍ଧିକୁ ପାଇଲେ ସେ ଅମର ହୋଇଯିବେ। ସିଦ୍ଧିର ମୂଳ ଲକ୍ଷ୍ୟ ଥିଲା ଚନ୍ଦ୍ରଗ୍ରହଣ ପୂର୍ବ ଦିନ ରାତିରେ ଜନ୍ମ ହୋଇଥିବା ଶିଶୁକୁ ଚନ୍ଦ୍ରଗ୍ରହଣ ଚାଲୁଥିବା ରାତି 12ଟା ସମୟରେ ବଳି ଦେବାକୁ ପଡ଼ିବ। ହେମନ୍ତ ବାବୁ 15 ଦିନ ହେଇଯିବ ସେ ବହୁତ ଖୋଜିଲେଣି, ହେଲେ ବଳି ଦେବା ପାଇଁ ପାଉନାହାନ୍ତି। ଏଥିପାଇଁ ତାଙ୍କୁ ରାତି ସାରା ନିଦ ନାହିଁ। ପୂର୍ବଦିନ ଚନ୍ଦ୍ରଗ୍ରହଣ ପୂର୍ବଦିନ ହେମନ୍ତ ବାବୁ ଆଉ ତାଙ୍କ ସ୍ତ୍ରୀ ଖାଇଲା ବେଳେ ସବିତା ମ୍ୟାଡ଼ାମଙ୍କ ପାଟିରୁ ହଠାତ୍ ବାହାରିଗଲା, ଚନ୍ଦ୍ରଗ୍ରହଣ ପୂର୍ବଦିନ ରାତିରେ ଆମ ପୁଅ ଜନ୍ମ ହେଇଥିଲା। ସ୍ତ୍ରୀ ପାଟିରୁ ଏକଥା ଶୁଣି ହେମନ୍ତ ବାବୁ ମନେ ମନେ ବହୁତ ଖୁସି ହେଇଗଲେ। ଆଉ ସେ ଅମର ହେବା ଲୋଭରେ ବାପ ପୁଅର ସମ୍ପର୍କକୁ ବି ଭୁଲିଗଲେ। ଗ୍ରହଣ ଦିନ ରାତିରେ ସ୍ତ୍ରୀ ଶୋଇଲା ପରେ ରମେଶ ବାବୁ ପୁଅର ପାଟିରେ ହାତ ଦେଇ ପୁଅକୁ ଗାଁ ପାଖ ତାନ୍ତ୍ରିକ ଗୁମ୍ଫାକୁ ସେ ନେଇଗଲା। ଆଉ ପୁଅର ବେକକୁ ବଳି ରୁଖା ଉପରେ ରଖି ପୂଜାପାଠ ଆରମ୍ଭ କରିଦେଲା।
ଠିକ୍ ସେତିକି ବେଳେ ସବିତା ମ୍ୟାଡ଼ାମକୁ ହଠାତ୍ ସ୍ୱପ୍ନାଦେଶ ହେଲା ତାଙ୍କ ପୁଅ ଏବେ ବିପଦରେ। ତାଙ୍କୁ ସତେ ଯେମିତି କିଏ ଆସି କହିଦେଇ ଯାଉଛି, ଉଠୁ ସବିତା, ତୋ ପୁଅ ଆଉ ନାହିଁ ରେ, ତୋ ପୁଅ ଆଉ ନାହିଁ। ଠିକ୍ ସେତିକି ବେଳେ ସବିତା ମ୍ୟାଡ଼ାମ ହଠାତ୍ ନିଦ ଭାଙ୍ଗିଗଲା ତାଙ୍କର। ଆଉ ସେ ଦେଖନ୍ତି ତ ପୁଅ ପାଖରେ ନାହିଁ। ସେ ଜୋରରେ ଚିତ୍କାର କରି କାନ୍ଦିବାକୁ ଲାଗିଲେ। ଠିକ୍ ସେତିକି ବେଳେ ସତେ ଯେମିତି କିଏ ତାଙ୍କୁ ବାଟ ଦେଖେଇଦେଲା। ଆଉ ସବିତା ମ୍ୟାଡ଼ାମ ଦୌଡ଼ି ଗଲେ ସେଇ ଗୁମ୍ଫା ପାଖକୁ। ଆଉ ସେଠାକୁ ଯାଇ ଯାହା ଦେଖିଲେ ସେ ନିଜ ଆଖିକୁ ବିଶ୍ୱାସ ମଧ୍ୟ କରିପାରିଲେନି। ଆଉ ସେ ଚତୁରତାର ସହ ସେଠୁ ଖସି ଆସି ଗାଁର ସବୁ ଲୋକଙ୍କୁ ସେ ଗୁମ୍ଫା ପାଖକୁ ନେଇଗଲେ। ଆଉ ଗାଁ ଲୋକ ମିଶି ରମେଶକୁ ନିସ୍ତୁକ ମାଡ଼ ମାରି ଶିଶୁଟିକୁ ଉଦ୍ଧାର କଲେ। ତାପରେ ଗାଁ ଲୋକ ଗାଁରେ ମିଟିଂ ବସେଇ ରମେଶକୁ ଗାଁରୁ ବାହାର କରିଦେଲେ। ସବିତା ମ୍ୟାଡ଼ାମଙ୍କ ଜୀବନରେ ଘଟି ଯାଇଥିବା ସତ୍ୟ ଘଟଣାଟିଏ ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ।